ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ଝିଲି ପଞ୍ଚାୟତ ଅଧୀନସ୍ଥ ତୋଡ଼ନାଳି ଗ୍ରାମରେ ଅବସ୍ଥିତ ରାମ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିଲାଗି ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ଗାଁ ପୋଖରୀରୁ ଜଳପୂର୍ଣ୍ଣ କଳସ ଧରି ଏକ କଳସ ଯାତ୍ରା ବାହାରି ଗାଁ ପରିକ୍ରମା ସାରି ମନ୍ଦିରରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଆଗରେ ବାଜା ବାଣ ସାଉଣ୍ଡ ନାମ ସଂକୀର୍ତ୍ତନ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ପରିବେଶ। କଳସ ଯାତ୍ରା ସମୟରେ ଗାଁ ଦାଣ୍ଡରେ ମହିଳାମାନଙ୍କ ବନ୍ଦାପନା ଦୃଶ୍ୟ ସ୍ୱତନ୍ତ୍ର ନିଆରା ରହିଥିଲା। ମନ୍ଦିରର ବାର୍ଷିକ ଉତ୍ସବ ଲାଗି ମନ୍ଦିର ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇ ପୂର୍ଣ୍ଣାହୁତି ଦିଆଯାଇଥିଲା। ବିଭିନ୍ନ ପ୍ରାନ୍ତରୁ ଆସିଥିବା ନିମନ୍ତ୍ରିତ ଅତିଥି ଭକ୍ତମାନଙ୍କ ସମାଗମରେ ମନ୍ଦିର ପରିସର ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ହୋମଯଜ୍ଞ ସ୍ଥଳରେ ଅନୁକୂଳ ନାୟକ ଅଠାଣୀ ନାୟକ କର୍ତ୍ତଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭବାନୀ ଶଙ୍କର ପଣ୍ଡା ଅଚ୍ୟୁତ ପଣ୍ଡା ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରିଥିଲେ। ଉତ୍ସବରେ ପଞ୍ଚାୟତ ସରପଞ୍ଚ ରୋଜାଲିନ୍ ସାହୁ ସମିତି ସଭ୍ୟା ପ୍ରତିନିଧି ରୁଦ୍ରମୋହନ ପ୍ରଧାନ ଗ୍ରାମ କମିଟି ସଭାପତି କାହ୍ନୁଚରଣ ସାହୁ ରୋହିତ ପୈଳା ପୃଥ୍ୱୀରାଜ ସାହୁ ରାଜୀବ ନାୟକ ସୁଶାନ୍ତ କୁମାର ସାହୁ ଚୈତନ୍ୟ ସାହୁ ନେହେରୁ ସାହୁ ତୀର୍ଥବାସୀ ଦଳୀଙ୍କ ସମେତ ରାମେଶ୍ୱର ମନ୍ଦିରର ସମସ୍ତ କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଥିଲା ରାମ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଣ୍ଡାଇଙ୍କ ରିପୋର୍ଟ, ନା ଓଡ଼ିଶା। लेटेस्ट न्यूज अपडेट पाई www.naodisha.com को लॉगिन करंतु।